ସୁମି ମୁର୍ମୁ ମାଉସୀ ସ୍ୱାମୀ 12 ବର୍ଷ ହେଲାଣି କୁଆଡେ ଯାଇଛନ୍ତି ଯେ ଫେରୁ ନାହାନ୍ତି ଏପର୍ଯ୍ୟନ୍ତ। ଏକାକୀ ରହୁଛନ୍ତି ମାଉସୀ। ଦେଖାଶୁଣା କରିବା ପାଇଁ କେହି ନାହାନ୍ତି। କିଏ ଦେଲେ ଖାଉଛନ୍ତି, ନହେଲେ ନାହିଁ। ଖବର ପାଇ ପହଞ୍ଚିଥିଲୁ ଆମେ ଗଲାବେଳକୁ ମାଉସୀଙ୍କ ଦେହ ଭଲ ନଥିଲା। ମାଉସୀ ରହୁଛନ୍ତି ଗୋଟେ ଭଙ୍ଗା ଦଦରା ଘରେ। ଦେଖି ବହୁତ କଷ୍ଟ ଲାଗିଲା। ମାଉସୀଙ୍କ ପାଇଁ କିଛି ଖାଇବା ନେଇ ଯାଇଥିଲୁ। ଆମକୁ ଦେଖି ମାଉସୀ ବହୁତ ଖୁସି ହେଲେ। ମାଉସୀକୁ ଖାଇବାକୁ ଦେଲୁ ଏବଂ ତାଙ୍କୁ ମାସିକିଆ ଭତ୍ତା କରାଇଦେବାର ବ୍ୟବସ୍ଥା କରି ଆସିଲୁ। ତା ସହିତ ତାଙ୍କୁ ଗୋଟେ ଘର ଦେବା ପାଇଁ ସମସ୍ତ ଡକୁମେଣ୍ଟ ଧରି ଆସିଲୁ। ମାଉସୀ ଭଲରେ ରହନ୍ତୁ, ସୁସ୍ଥ ରହନ୍ତୁ, ଭଗବାନ ପାଖରେ ଏତିକି କାମନା। ଜୟ ଶ୍ରୀ ଜଗନ୍ନାଥ, ଜୟ ଭାରତ। ସିର ସ୍ୱାମୀ ନାହିଁ, ପଳେଇ ଯାଇଛି। 12 ବର୍ଷ ହେଲାଣି କୁଆଡେ ପଳେଇ ଯାଇଛି। ଆଉ ତା ଦେଖାଶୁଣା କରିବା ପାଇଁ କେହି ନାହାନ୍ତି। ଦେଖୁଛନ୍ତି ଘର କେମିତି ବହୁତ ଖରାପ। ସେ ଏକା ରହୁଛି, ଖାଇବା ପାଇଁ ବି ନାହିଁ। ଯିଏ ଯାହା ଦେଲେ ଖାଇଲା, ନହେଲେ ନାହିଁ। ଆଜି ଆମେ ମାଉସୀ ପାଇଁ ଖାଇବା ଆଣିଛୁ। ମାଉସୀ ଏଇଟା ଦେଖି ଭାତ ହେଲା। ଧର୍ମପତ୍ନୀ ତାଙ୍କ ପାଇଁ ଖାଇବା ଦେଇଛନ୍ତି।